ସବୁ ଦର୍ଶକଙ୍କୁ ମୋର ନମସ୍କାର। ଯଦି ଆପଣମାନେ ମୋ ଭିଡ଼ିଓ ଫାର୍ଷ୍ଟ ଟାଇମ୍ ପାଇଁ ଦେଖୁଛନ୍ତି ତ ନିହାତି ଆପଣ ଲାଇକ୍ ସେୟାର ଆଣ୍ଡ କମେଣ୍ଟ କରନ୍ତୁ। ଯଦି ମୋ ଭିଡ଼ିଓରେ କିଛି ତ୍ରୁଟି ରହିଯାଏ ତ ମୋତେ କ୍ଷମା କରିଦେବେ। ତ ଆଜିର ଟପିକକୁ ନେଇକି କିଛି ମୁଁ ଆସିଛି ଯେ ଜୀବନର ପାପକୁ ଆମେ କୋଉ ଦୃଷ୍ଟିରେ ଦେଖିବା, ପାପର ଶାସ୍ତି କ'ଣ। ଏଠି ବିଭିନ୍ନ ପ୍ରକାର ଲୋକ ବିଭିନ୍ନ ପ୍ରକାର ପାପ କରୁଛନ୍ତି। ତ ସେ ପାପ ଉପରେ ନେଇକି ମୋର ଆଜି ଟପିକ ଯେ ଆମେ ଏଠି କେତେ ପାପ କରିବା, କେତେଟି ପୁଣ୍ୟ କରିବା, ସେଟା ଆମ ଉପରେ ହିଁ ଡିପେଣ୍ଡ। ଆମେ ଏଠି ଭଲ କଲେ ଭଲ ଶୁଣିବା, ଖରାପ କଲେ ଖରାପ ଶୁଣିବା। ଆମେ କାହା ପାଇଁ ଏଠି କଲେ ଆମ ପାଇଁ ଏଠି କିଏ କରିବ। ଯଦି ଆମେ କାହା ପାଇଁ କିଛି ନ କରିବା ଆମ ପାଇଁ କିଛି କରିବେନି। ସେମିତି ମୁଁ ମନକୁ ଗୋଟେ ଇଚ୍ଛା ହେଲା ଗୋଟେ ପାପ ଉପରେ ଟପିକ କରିବା ପାଇଁ। ତ ଦେଖନ୍ତୁ, ତ ଏଠି ସମସ୍ତେ କୁହନ୍ତି ଯେ ନା ମୁଁ ଏଠି କିଛି ପାପ କରେ ନାହିଁ। ଏଇଟା କେବେ ବି ଆପଣ ଭାବିବେ ନାହିଁ ଯେ ଆପଣ ଏଠି ପାପ କରୁନାହାନ୍ତି ବୋଲି। ଏଠି ଯେକୌଣସି ମଣିଷ ଅଛନ୍ତି, ଛୋଟଠୁ ବଡ ପର୍ଯ୍ୟନ୍ତ ସମସ୍ତେ ଏଠି ପାପ କରୁଛନ୍ତି। ଯାହାର ଅଜ୍ଞାନ ପିଲା ଯିଏ ସେ ତା ପାପକୁ କ୍ଷମା କରାଇ ହବ। ଯୋଉ ମଣିଷଟି ଜାଣି ଶୁଣି ପାପ କରେ ସେ ପାପୀରେ ହିଁ ଗଣା ହବ। ଯେତେବେଳେ ଆପଣ ଜାଣିବେ ଯେ ମୁଁ କିଛି ଗୋଟେ ପାପ କରୁଛି ତ ଆପଣ ସେ ପାପରୁ ଆପଣ ନିହାତି ଦୂରେଇ ରୁହନ୍ତୁ। ସେ ଛୋଟ ପାପଟା ହିଁ ଆପଣଙ୍କୁ ଦିନେ ନା ଦିନେ ବହୁତ ବଡ ବିପଦରେ ପକେଇବ। ସେଇଟା ଆପଣ ନିହାତି ଆପଣ ନିଜେ ଫିଲ୍ କରିପାରିବେ। ଅନ୍ୟ ଲୋକ ଆପଣଙ୍କୁ ସ୍ପଷ୍ଟରେ ଯୋଉ ଲୋକ ବି ଆସିବେ ସିଏ ବି ଆପଣ ପାପଟା ଦେଖିପାରିବେ। ଯଦି ଆପଣ କିଛି ପାପ କରିଥିବେ ଆପଣ ଭିତରେ କିଛି ଆପଣ ଲୁଚେଇ ରଖୁଥିବେ। ଦେଖନ୍ତୁ, ଆପଣ ଗୋଟେ ପାପ କରିବେ, କଥାଟା ଅଛି ଆପଣ ଗୋଟେ ଗାଡ଼ି ପକେଇଲେ, ଗୋଟେ ଗୋଡି ପକେଇଲେ ଆପଣ ଗୋଟେ ପଥର ଥୁଆ। ଆପଣ ଯେକୌଣସି ବାଟରେ ଯାହା ବି କରନ୍ତୁ ତ ଏଇ ଜିନିଷକୁ ଆପଣ ଦୂରେଇ ରଖନ୍ତୁ। ଯେ ମୋର ଆଜ୍ଞା ମନେ ଅଛି, ପିଲାବେଳ କଥା ନୁହେଁ, ଏବେ ବି ଆଜ୍ଞା ଅଛି। ଆପଣ ଏବେ ବି କେତେବେଳେ ଆପଣ ସ୍ପଷ୍ଟରେ ଯେକୌଣସି ବ୍ୟକ୍ତି ଆସିବେ ଆପଣ ନିଜେ ବି ଅନୁସନ୍ଧାନ କରିପାରିବେ। ସେ ବିଷୟରେ ଆପଣ ବି ଜାଣିପାରିବେ ଯେ ଗୋଟେ ଲୋକଟି ଯେତେବେଳେ ବୟସ ଅତିକ୍ରମ କରିଯାଏ 70-80 ବର୍ଷ, ଆଜିକାଲି ତ ଆପଣଙ୍କର ପୂର୍ବରୁ ଯାହା ଆପଣଙ୍କର ଥିଲା ଯେ 100 ବର୍ଷ ବଞ୍ଚିଥିଲେ, ହେବେ ଆଜ୍ଞା ନାହିଁ। ସେ ଆପଣଙ୍କର 65-55 ଯେତିକି ଆୟୁଷ। କିନ୍ତୁ ମୁଁ ଦେଖିଛି ପିଲାବେଳେ କିମ୍ବା ଏବେ ବି ଆପଣ ଦେଖିବେ, ମୁଁ ତ ଆପଣଙ୍କ କଥା ମିଛ କହୁଥାଏ, ଆପଣ ନିଜେ ବି ଅନୁସନ୍ଧାନ କରିବେ। ସେଇ ପରିସ୍ଥିତିରେ ଆପଣ ଆସିବେ, ତାପରେ ମତେ ଆପଣ କହିବେ। ଦେଖନ୍ତୁ, ଯେତେବେଳେ ଗୋଟେ ମଣିଷ ତାର ଜୀବନ ଜଞ୍ଜାଳ ସରିଗଲା, ସବୁ କିଛି କାର୍ଯ୍ୟ ସରିଗଲା, ପିଲା ଛୁଆ ବାହାଘର ସରିଗଲା, ସବୁ ଯେକୌଣସି ଜଞ୍ଜାଳ ସରିଗଲା ପରେ ଯେତେବେଳେ ନିଜେ ଗୋଟେ ମରିବା ପରିସ୍ଥିତି ପଳେଇ ଆସେ, ଜୀବନ ଶେଷ ତ୍ୟାଗ କରିବାକୁ ଚାହେଁ, ସେତେବେଳେ ସେ ଲୋକଟି ବହୁତ କଷ୍ଟ ପାଏ। ଆଉ କଷ୍ଟର ପାପ ଏତେ ବେଶୀ ହେଇଯାଏ ଯେ ସେ ନିଜକୁ ନିଜେ କଣ୍ଟ୍ରୋଲ କରିପାରେନି। ଗୋଟେ ଲୋକ କୁହନ୍ତି ଯେ ଆଜିକାଲି କିଛି ଲୋକ ଏତେ କଷ୍ଟ ପାଇଯାଆନ୍ତି ଯେ ସେ ଲାଷ୍ଟ ବିଷ ଖାଇଦିଅନ୍ତି, ସୁଇସାଇଡ କରିଦିଅନ୍ତି। ଯେ କଷ୍ଟ ଭାରଟା ତାଙ୍କୁ ବେଶୀ ହେଇଯାଏ, କାରଣ ସେ ମରିପାରନ୍ତି ନାହିଁ। ବୟସ ଅତିକ୍ରମ ହେଇଗଲା ଫଳରେ ତାଙ୍କ ତାଙ୍କ ଜୀବନର ଯେତେ ରଙ୍ଗମଞ୍ଚ ଦୁନିଆରେ ଯେତେ ସେ କିଛି ଭଲ କାର୍ଯ୍ୟ, କିଛି ଖରାପ କାର୍ଯ୍ୟ ଯାହା ବି କରିଛନ୍ତି, କିଛି ପାପ କାମ ବି କରିଛନ୍ତି, ସେ ସେଇ ଟାଇମରେ ଅନୁତାପ କରନ୍ତି ଯେ ଏଇ ତ ମୋର ଜୀବନର ଶେଷ ଟାଇମ, ଏଇ ଟାଇମରେ ମୁଁ ପଳେଇବି। ତା ମନରେ ବିଭିନ୍ନ ଜିନିଷ ଚାଲେ। ତେଣୁ ସେ ଗୋଟେ ଶେଯରେ ହିଁ ଶୁଅନ୍ତି, ଉଠି ପାରନ୍ତିନି। ସେଇଠି ହିଁ ଭଲ ମନ୍ଦ ସବୁ କରନ୍ତି, କିଛି ବି କରିପାରନ୍ତିନି। ସେଇ ଟାଇମରେ ତାଙ୍କର ପରିବାର ବର୍ଗ ଯିଏ ଥାନ୍ତି କୁହନ୍ତି ନାହିଁ, ବାପା ହୁଅନ୍ତୁ କି ମା ହୁଅନ୍ତୁ କି ପୁଅ ହଉ କି ବୋହୂ ହଉ, ଝିଅ ଜ୍ୱାଇଁ ଯିଏ ବି ହଉ, ସେ ଟାଇମରେ କୁହନ୍ତି ଆରେ ତୁ ନାତି ହଉ, ତୁ ମା ଟିକେ ପାଣି ଦେଇଦେ ଘରେ, ଶାନ୍ତିରେ ଯିବୁ। କିନ୍ତୁ ସେଇଟା ଆଜ୍ଞା ସହଜ ହୁଏ ନାହିଁ। ଯଦି ମଣିଷ ସେ ମଣିଷଟି ଯଦି ଭଲ କର୍ମ କରିଥିବ ତ ନିହାତି ଭାବରେ ଜୀବନ କିଛି ଖରାପ କର୍ମ ପାପ କାମ କରିଥିବ, ତା ଭିତରେ କୋଉ ଜିନିଷ ଗୋଳେଇ ଘାଣ୍ଟି ଦେବ, ସେଇ ଟାଇମରେ ସେ ପ୍ରାଣ ତ୍ୟାଗ କରିପାରିବ ନାହିଁ। ତେଣୁ ସେଇଠି ଯଦି ପୁରୁଣା ଲୋକ ଥାଆନ୍ତି, ସେଇଠି ତାଙ୍କୁ ପଚାରନ୍ତି ରେ ମା କିରେ ବାବା, ତୋ ଜୀବନରେ ତୁ କଣ ପାପ କାମ କରୁଥିଲୁ କହ, ମୁଖ ଖୋଲି କହିଦେ ଯେ ତୋ ଜୀବନରେ ତୁ କିଛି ପାପ କାମ କରିଥିଲୁ ବୋଲି। କାରଣ ତୁ ସେଇ ଟାଇମରେ ତୁ ପାପ କାମ ତୁ କହିଦବୁ ମାନେ ତୁ ପ୍ରାଣ ତ୍ୟାଗ କରିପାରିବୁ। ତ ତା ମନରେ ଯୋଉ ଜିନିଷଟା ଥାଏ ଯେ ମୁଁ ସେ କାହାକୁ ଏ କଥା ସେୟାର କରୁନଥିବ ଯେ ମୁଁ ଏଇ ଜୀବନରେ ଜୀବନ ଯେତେ ଦିନ ମୋ ଜୀବନ ଅଛି ତ ମୁଁ ଏମିତି ପାପ କରିଦେଇଛି, ସମସ୍ତଙ୍କୁ ମନେ ଲାଗେ। ମୋ ମନରେ ମୁଁ ଆପଣଙ୍କୁ ଏଇ ଭିଡିଓରେ କହୁଛି ମୋ ଜୀବନରେ କିଛି ପାପ କରିନି।
ନା ମୁଁ ପାପଟା ମୋ ଭିତରେ ଲୁଚେଇକି ଘୋରେଇ ରଖିନି। ତେଣୁ ସେ ମଣିଷ ସେ ଟାଇମରେ ତା ପାପଟାକୁ ଆଉ ଘୋରେଇ ପାରେ ନାହିଁ। ଏ ଟାଇମରେ ସମସ୍ତ ଆଗରେ ପ୍ରକାଶ କରିଦିଏ ଯେ ଆଜ୍ଞା ମୋ ଜୀବନରେ ମୁଁ ଏମିତି ଗୋଟେ ପାପ କରିଥିଲି, ସେ ପାପ ଯୋଗୁରୁ ମୁଁ ଅନୁତାପ କରିପାରୁନାହିଁ। ସେଇ ଟାଇମରେ ସେ ପାପ ବିଷୟରେ ସେ କହିଦିଏ ଯେ ଆଜ୍ଞା ମୁଁ ଏଇ ପାପଟି କରିଛି। ସେ ପାପଟି ବହୁତ ବଡ ଥାଏ। ତା ପାଇଁ ସାରା ଜୀବନ ସେ ପାପରେ ଜଳି ଜଳି ରୁହେ, କିନ୍ତୁ ସେ ପାପଟା ସେ କାହାକୁ କୁହେ ନାହିଁ। ତେଣୁ ସେ ପାପ କଥାଟି ଯେତେବେଳେ ତାର ତୁଣ୍ଡରୁ ବାହାରିବ, ସେତେବେଳେ ହିଁ ତାର ନିଶ୍ୱାସ ପ୍ରଶ୍ୱାସ ସବୁ ବନ୍ଦ ହେଇଯିବ। ସେତେବେଳେ ସେ ସ୍ୱର୍ଗକୁ ଯିବ କି ନର୍କକୁ ଯିବ କି କୋଉଠି ଯିବ ସେଟା ଆପଣ ମାନେ ଜାଣିଥିବେ। ତେଣୁ ମୁଁ ଆପଣଙ୍କୁ ବେଶୀ କିଛି କହୁନାହିଁ। ଯଦି ଏ ଭିଡିଓରେ ମୋର କିଛି ଭୁଲ ରହିଯାଇଥିବ ତ ଆପଣ ମାନେ କ୍ଷମା କରିବେ। ମୁଁ ଯେତିକି ଜାଣିଛି ମୁଁ ଆପଣଙ୍କୁ ଭିଡିଓରେ କହିବାକୁ ଚେଷ୍ଟା କଲି। ତ ମୁଁ ତ ଜ୍ଞାନୀ ଲୋକ ନୁହେଁ, କି ମୁଁ ଭଗବାନ ନୁହେଁ, କି ମୁଁ ବାବା ନୁହେଁ। ତେଣୁ ମୋ ଇଚ୍ଛା ଏତିକି ହେଲା, ମୁଁ ଆପଣଙ୍କୁ କହିଦେଲି। ଯଦି ଆପଣମାନଙ୍କୁ ଭିଡିଓ ଭଲ ଲାଗିବ, ଆପଣମାନେ ନିହାତି ଲାଇକ୍ ସେୟାର ଆଉ କିଛି କମେଣ୍ଟ ବି କରିବେ। ଯଦି କିଛି ଭୁଲ ଥିବ କମେଣ୍ଟ କରିବେ, ଯଦି ଭଲ ଥିବ ଭଲ କମେଣ୍ଟ ଦେବେ। ମୁଁ ସବୁ ପ୍ରକାର କମେଣ୍ଟକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ଅଛି। ଯଦି ମୋତେ ଭିଡିଓ ଭଲ ଲାଗିଥିବ ଆପଣ ନିହାତି ଲାଇକ୍ ସେୟାର ଆଣ୍ଡ କମେଣ୍ଟ କରିବେ। ଆଉ ନୂତନ ଭିଡିଓ ବି ଆସିବ କିଛି ଦିନ ପରେ। ତେଣୁ ବ୍ୟସ୍ତ ଜୀବନରେ କିଛି ଭିଡିଓ କରି ହଉନି। ତେଣୁ ନୂଆ ନୂଆ ଟପିକ କରିବାକୁ ଚେଷ୍ଟା କରିବି। ଆପଣମାନଙ୍କ ସପୋର୍ଟ, ଆପଣମାନଙ୍କ ଭଲ ପାଇବା ନିହାତି ରହିଲି। ଆପଣ ମାନେ ବି ବହୁତ ଭଲରେ ରୁହନ୍ତୁ। ରହିଲି, ଜୟ ଜଗନ୍ନାଥ, ନମସ୍କାର।